ଶିମିଳିପାଳ ମହୋତ୍ସବ ଉଦ୍ଯାପିତ। ଆଦିବାସୀ ଅଞ୍ଚଳର ପ୍ରସିଦ୍ଧ ଶିମିଳିପାଳ ମହୋତ୍ସବ ଉଦ୍ଯାପିତ ହୋଇଯାଇଛି। ମୟୂରଭଞ୍ଜ ଯଶୀପୁର ବ୍ଲକ ଦୁର୍ଦୁରାଠାରେ ଅନୁଷ୍ଠିତ 2 ଦିନିଆ ମହୋତ୍ସବକୁ ସମାଜସେବୀ ଡକ୍ ହେସା ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ବିର୍ସା ମୁଣ୍ଡାଙ୍କ ଫଟୋଚିତ୍ରରେ ଧୂପ ଦୀପ ପୁଷ୍ପ ଅର୍ପଣ କରି ମହୋତ୍ସବର ଶୁଭାରମ୍ଭ କରିଥିଲେ। କମିଟିର ସଭାପତି ତଥା ଯଶୀପୁରର ପୂର୍ବତନ ବିଧାୟକ ଶମ୍ଭୁନାଥ ନାୟକ ସେଥିରେ ଅଧ୍ୟକ୍ଷତା କରିଥିବା ବେଳେ ଆଦିବାସୀ ଯୁବ ସମାଜସେବୀ ଚକ୍ରଧର ହେମ୍ରମ ସଭା ପରିଚାଳନା କରିଥିଲେ। ପ୍ରଥମ ଦିବସରେ ବାଳକ ବାଳିକା ଯୁବ ଛାତ୍ର ମହିଳା ଆଦି ସମସ୍ତ ବର୍ଗଙ୍କ ପାଇଁ କ୍ରୀଡ଼ା ପ୍ରତିଯୋଗିତା ଆୟୋଜିତ ହୋଇଥିଲା। କ୍ରୀଡ଼ା ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ଅତିଥିବୃନ୍ଦ ମଞ୍ଚରେ ପୁରସ୍କୃତ କରିଥିଲେ। ଦ୍ୱିତୀୟ ଦିବସରେ ମହୋତ୍ସବ କମିଟି ତରଫରୁ ହାଣ୍ଡିପୁଆଣ ଛକରୁ ଉତ୍ସବସ୍ଥଳ ପର୍ଯ୍ୟନ୍ତ ଗଣଦୌଡ଼ କରାଯାଇଥିବା ବେଳେ ଅପରାହ୍ନରେ ଆଦିବାସୀ ଭାଇ ଭଉଣୀମାନଙ୍କ ଦ୍ୱାରା ପଡ଼ିଆ ଚାରିପାଖରେ ନୃତ୍ୟ ପରିବେଷଣ ବେଶ୍ ଆକର୍ଷଣୀୟ ହୋଇଥିଲା। ମହୋତ୍ସବରେ ଶିମିଳିପାଳ ସୁରକ୍ଷା ବାର୍ତ୍ତା ଦିଆଯିବା ଉଦ୍ଦେଶ୍ୟରେ ପ୍ରଚାର ଗାଡ଼ି ମାଧ୍ୟମରେ ସଚେତନ କରାଯିବା ସହ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ଏବଂ ମହୋତ୍ସବକୁ ଉଜ୍ଜୀବିତ ରଖିବା ପାଇଁ ନିମନ୍ତ୍ରିତ ଅତିଥିଗଣ ମତ ପ୍ରକାଶ କରିଥିଲେ। ଉଦ୍ଯାପନୀ ମହୋତ୍ସବରେ ଯଶୀପୁର ବିଧାୟକ ଗଣେଶ ରାମ ସିଂ ଖୁଣ୍ଟିଆ, ପୂର୍ବତନ ବିଧାୟକ ଶମ୍ଭୁନାଥ ନାୟକ, ମଙ୍ଗଲ ସିଂ ମୁଦି, ରରୁଆଁ ବ୍ଲକ ଅଧ୍ୟକ୍ଷ ଅଜିତ ତିରିଆ, ଜିଲ୍ଲା ପରିଷଦ ସଦସ୍ୟା ମିନତୀ ନାୟକ, ସୁଜାତା ହୋ, ମିନତୀ ତିରିଆ ହୋ, ସମାଜ ସଭାପତି ମଟକା ବିରୁଆ ପ୍ରମୁଖଙ୍କ ସମେତ ଅନ୍ୟ କେତେକ ଆଦିବାସୀ ସମାଜସେବୀ ଉପସ୍ଥିତ ରହିଥିଲେ। ମହୋତ୍ସବ କମିଟିର ସଦସ୍ୟ ଅସିତ ବେହେରା, ହୀରାଲାଲ ସିଂ, ଶ୍ୟାମଚରଣ ମାରାଣ୍ଡି, ଈଶ୍ୱର ସିଂ, ଲାଲମୋହନ ବାସ୍କେ, ଅଜୟ ସିଂ, ପ୍ରଶାନ୍ତ ବେହେରା ପ୍ରମୁଖ ସମେତ ଅନ୍ୟ ସଦସ୍ୟଗଣ ମହୋତ୍ସବ ପରିଚାଳନାରେ ସହଯୋଗ କରିଥିଲେ। ମୟୂରଭଞ୍ଜରୁ ଦିଲ୍ଲୀପ କୁମାର ସାହୁଙ୍କ ରିପୋର୍ଟ, ଏକାମ୍ର ନ୍ୟୁଜ୍।